हेलो दोस्तों। हाय आपने केମିତି ଅଛନ୍ତି? ତ ଆଜି ସଣ୍ଡେ ସଣ୍ଡେ ମାନେ ସବୁଠାରୁ ବହୁତ ସ୍ପେଶାଲ ଦିନ। କିନ୍ତୁ ଆଜି ସଣ୍ଡେରେ ଆମେ ବାହାରଛୁ କିଛି ସପିଂ କୁ ଯାଉଛୁ। ସପିଂ ର ଆକ୍ଚୁଆଲି ମିନିଂ ହେଲା ମତେ ଯାହା ଲାଗୁଛି ପକେଟରୁ ପଇସା ଯିବା ଆଉ ସାମାନ ବ୍ୟାଗରେ ଆସିବା ବାସ୍ ଏଇ ଏହାର ମାନେ ହିଁ ସପିଂ। ସଣ୍ଡେ ସପିଂ ତ ରିଲାକ୍ସ ପାଇଁ ଷ୍ଟାର୍ଟ ହେଲା କିନ୍ତୁ ବଜାର ଭିତରେ ଘୁସିଲେ ଲାଗିଲା ଯେମିତି ମାରାଥନ ରେସ୍ ଚାଲିଛି। ଡିସକାଉଣ୍ଟ ଦେଖିଲେ ମଣିଷ ସବୁ ଉସେନ ବୋଲ୍ଟ ହେଇଯାଉଛନ୍ତି। ଦେଖାଯାଉ ଆଜି କଣ ଜିନିଷ ମୁଁ ନେସେସାରୀ ଜିନିଷ ଅନନେସେସାରୀ ଜିନିଷ ନେଇକି ଯାଉଛି ଏବଂ ଭିଡିଓ ଷ୍ଟାର୍ଟ କରିବା। ତ ବର୍ତ୍ତମାନ ଆମେ ରେଡି ହେଇସାରିଛୁ ବାହାରିବା ପାଇଁ। ତ ଆମେ ବର୍ତ୍ତମାନ ବାହାରିଲୁ। ତ ଚାଲନ୍ତୁ ଯାଇକି ମୁଁ ଆପଣଙ୍କ ସିଧା ଡାଇରେକ୍ଟ ମଲରେ ହିଁ ଦେଖାଉଛି। ତ ଆମେ ବର୍ତ୍ତମାନ ଆସି ପହଞ୍ଚି ଗଲୁ ମଲରେ। ମଲ ଭିତରକୁ ଆମେ ଏଣ୍ଟ୍ରି କଲୁ। ଦେଖିଲୁ ଆମେ ଥିଲା ତ ଏଠୁ ଆମେ କିଛି ସମୟ ବୁଲାବୁଲି କଲୁ। ବୁଲାବୁଲି କରି ଆମେ ପଳେଇ ଆସିଲୁ। ଆମର ଏଠୁ କିଛି ଆଣିବାର ହିଁ ନଥିଲା ତ ପଳେଇ ଆସିଲୁ। ତାପରେ ଆସି ପହଞ୍ଚି ଗଲୁ ବାବାଙ୍କର ଅଫିସିଆଲ ସୁ ଦରକାର ଥିଲା। ତ ଆସି ପହଞ୍ଚି ଗଲୁ ବାଟାରୁ ଆମର ସେଠି ଅଫିସିଆଲ ସୁ ଦେଇକି ଟ୍ରାଏ କଲେ। ସେଠୁ ଗୋଟେ ସୁ ନେଇକି ଆସିଲେ ବି। ତ ଏଠୁ କିଣାକିଣି ସାରିଲା ପରେ ବହୁତ ଜୋରସେ ଭୋକ ବି ଲାଗିଥିଲା। ତ ତାପରେ ଆମେ ପଳେଇ ଆସିଲୁ ଖାଇବା ପାଇଁ। ତ ବାବୁ କହିଲେ କି ଚାଟ୍ ଖାଇବା। ତ ଆମେ ସେଥିପାଇଁ ସ୍ପେଶାଲ ଚାଟ୍ ଖାଇବା ପଳେଇ ଆସିଲୁ। ଆଉ ଟେଷ୍ଟ ବହୁତ ହି ୟମ୍ମି ଥିଲା। ଖାଇସାରି ପଳେଇ ଆସିଲୁ ବିନୋକ୍ସ ଟେକ୍ସଟାଇଲ୍ସ। ବାବୁଙ୍କ ପାଇଁ କିଛି ସପିଂ କରିବାର ଥିଲା। ତାପରେ ବାବୁଙ୍କ ହାତରେ ମୋ ଭଉଣୀ ମାନେ କିଛି ରାକ୍ଷୀ ପଠେଇଥିଲେ ସେମାନଙ୍କ ପାଇଁ ବାବୁଙ୍କ ପାଇଁ। ତ ତାଙ୍କ ପାଇଁ ବି ଡ୍ରେସ ଦେବେ ବୋଲି କହିଥିଲେ। ସେଥିପାଇଁ ତାଙ୍କ ପାଇଁ ଡ୍ରେସ ବି ନବାର ଥିଲା। ତ ଆମେ ସେଥିପାଇଁ ପଳେଇ ଆସିଲୁ ବିନୋକ୍ସ ଟେକ୍ସଟାଇଲ୍ସ। ତ ବର୍ତ୍ତମାନ ଆମର ଯାହା କିଣାକିଣି କରିବାର ଥିଲା ସରିଗଲା। ମୁଁ ଆପଣଙ୍କ ସହିତ ସେଇଟା ରୁମରେ ଯାଇକି ସେୟାର କରୁଛି ଆମେ କଣ ଆଣିଛୁ କଣ ନାହିଁ। ତ ବର୍ତ୍ତମାନ ଟାଇମ ବହୁତ 10ଟା ପାଖାପାଖି ହେଇଗଲାଣି। ତ ଯାଇକି ରୁମ ପାଇଁ କଣ ଖାଇବା ବନା ହବ କି ନମୁ ସେ ଭାବି ଆସୁଥିଲୁ। ତାପରେ ବାବୁ ଆମର ନେଇ ଆସିଥିଲେ ଖାଇବା ପାଇଁ ପିଜ୍ଜା ତା ସହ ଚାଉମିନ ତା ସହ ବର୍ଗର ଆଉ ଥମ୍ସଅପ୍। ତ ରାତି ଖାଇବାରେ ଆମେ ଏଇଆ ହିଁ ଖାଇ ଦେଇଥିଲୁ। ତ ଖାଇସାରିଲା ପରେ ମୁଁ ଆପଣଙ୍କ ସହିତ ସେୟାର କରିଛି କଣ ଆଣିଥିଲି। ବିନୋ ଟେକ୍ସଟାଇଲ ଚାଲନ୍ତୁ ଆଜି ସବୁ ୟାକୁ ଖୋଲିବା ଆଉ ଦେଖିବା ଏଥିରେ କଣ ଅଛି ହେଲା। ଚାଲନ୍ତୁ ଏଇଟା ଓପନ କରିବା। ଏଇଟାକୁ ଆମେ ଲାଷ୍ଟରେ ଦେଖିବା। ତ ଆମେ ଫାଷ୍ଟ ଦେଖିବା। ତ ଏଇ ଦିଟା ଛୋଟ ଅଛି। ଆମେ ପ୍ରଥମେ ଏଇ ଦିଟାକୁ ଦେଖିବା ତା ଭିତରେ କଣ ଆସିଛି। ଠିକ ଅଛି ଏଇଟାକୁ ଖୋଲିବା। କହିଥିଲି ନା ସାର୍ଟ ହିଁ ବାହାରିବ ଖାଲି ବାବୁଙ୍କର ଆଉ କାହାର କିଛି ନାହିଁ। ବାବୁଙ୍କର ଆଉ ତାଙ୍କ ପାଇଁ ରାକ୍ଷୀ ପଠେଇଥିଲେ ମୋର ଯେତିକି ଭଉଣୀ ମାନେ ତାଙ୍କ ପାଇଁ 4ଟା ଭଉଣୀ ରାକ୍ଷୀ ପଠେଇଥିଲେ ତାଙ୍କ ପାଇଁ। ତ ସେଇ 4 ଜଣ ପାଇଁ ଆମେ ଡ୍ରେସ ପଠେଇବୁ। ତ ରାକ୍ଷୀ ଯାଇଥିଲେ ଏମିତି ରାକ୍ଷୀ ବାନ୍ଧିଥିଲେ କିଛି ତ କିଛି ଦବା ପାଇଁ ପଡିଥାନ୍ତା। ଯେହେତୁ ସେ ତାଙ୍କର ଗୋଟିଏ ବର୍ଷ ଭିଣେଇ ତ ସେମାନେ ରାକ୍ଷୀ ବାନ୍ଧୁଛନ୍ତି ବହୁତ ମାନେ କିଛି ଗୋଟେ ଛୋଟ ପିଲାମାନେ ନା ସେମାନେ କିଛି ପାଇବା ପାଇଁ ହିଁ ବାନ୍ଧୁଛନ୍ତି। ତ ଆମେ ଏତେ ଦୌଡୁଲୁଣି ଭାବୁଛୁ ରାକ୍ଷୀ ବାନ୍ଧିନେ ଆମେ କିଏ କଣ ଦବ କଣ ନାହିଁ ଆମେ ଭାବୁଛୁ। ଏବେ ବି ମୁଁ ବି ଭାବୁଛି ଆରେ ମୁଁ ରାକ୍ଷୀ ବାନ୍ଧିନେ ଏଇଆ ମିଳିବ। ସମସ୍ତଙ୍କ ଏକ୍ସପେକ୍ଟ ରହୁଛି ମାନେ ବହୁତ ଛୋଟ ପିଲାମାନେ ତାଙ୍କର ତ ନିହାତି ରହିବ। ତ ସେଥିପାଇଁ ମୁଁ ତାଙ୍କୁ କହିଲି ସେମାନେ ରାକ୍ଷୀ ପଠେଇ ଦେଇଛନ୍ତି ଯେହେତୁ ଆମେ ବି ତାଙ୍କ ପାଇଁ କିଛି ଦବା। ତ ତାଙ୍କ ପାଇଁ ସେ ଯାଇକି ଡ୍ରେସ ଆଣିଥିଲୁ କିଛିଟା। ତ ଦେଖନ୍ତୁ ଗୋଟେ ବାବୁଙ୍କର ଗୋଟେ ସାର୍ଟ
ଏଇଟା ମୋ ପାଇଁ ବୋଧେ ଆଣିଛନ୍ତି। ନାଇଁ ନାଇଁ ଏତେ ବଡ଼ ଏଇଟା ବାବୁଙ୍କର ଗୋଟେ ଟି ସାର୍ଟ जोटा कि से जिम ପାଇଁ ଆଣିଛନ୍ତି ପ୍ରାୟ ଏ ରୁମ୍ ରେ ପିନ୍ଧିବା ପାଇଁ ଆଣିଛନ୍ତି ବାସ୍ ଟି ସାର୍ଟ ଗୋଟେ ଗୋଟେ ଡ୍ରେସ୍ ଏଇଟା ଗୋଟେ ଡ୍ରେସ୍ ଟା ଦେଖନ୍ତୁ ୟା ଷ୍ଟାଇଲ ଦେଖନ୍ତୁ ତା ହାତ ଏଇଟା ଡ୍ରେସ୍ ଟା ନା କଣଟା ଯେ ନୂଆ ଷ୍ଟାଇଲ ଡ୍ରେସ୍ ଟା ଥିଲା ମୁଁ କହିନି ନେଇଯିବା ଏଇଟା ଗୋଟେ ଭଉଣୀ ପାଇଁ ଏଇଟା ମାମୁଁ ଆସିଛି ତାଙ୍କ ସେ ଡ୍ରେସ୍ ପାଇବା ଆଗରୁ ଭିଡ଼ିଓ ପାଇଛି ଭିଡ଼ିଓ ଦେଖିକି ଜାଣିନେବେ ଯେ ମୋ ପାଇଁ ଏଇ ଡ୍ରେସ୍ ଟା ଆସିଛି ଆଚ୍ଛା ଠିକ୍ ଅଛି ତାପରେ ଦେଖିବା ଆଉ ଗୋଟେ ଡ୍ରେସ୍ এইটা ଗୋଟେ ଡ୍ରେସ୍ ଦେଖନ୍ତୁ ଏଇଟା ଗୋଟେ ଫ୍ରକ୍ ଷ୍ଟାଇଲର ଫ୍ୟାନ୍ସି ଫ୍ରକ୍ ଟା এইটা ଗୋଟେ এইটা ଗୋଟେ এইটা ଗୋଟେ এইଟା ଗୋଟେ এইଟା ଗୋଟେ ସେମ୍ ହେଲା ସେ ତିନି ଭଉଣୀଙ୍କ ପାଇଁ ପୁରା ସେମ୍ ସେମ୍ ହିଁ ଆସିଛି ଏ ଦିଟା ଆଉ ଗୋଟେ ବି ଠିକ୍ ସେମ୍ ସେ ଏକା এইটা ଗୋଟେ ତିନିଟା ଯାକ ଏକା ତ ସେମାନେ ମତେ ଲାଗିଲା ମୁଁ ସବୁବେଳେ ଚାହେଁ ମୋ ସହିତ ମ୍ୟାଚିଂ କରିକି ଆଉ ଗୋଟେ କିଏ ପିନ୍ଧିବ ଆମେ ସବୁ ମ୍ୟାଚିଂ ପିନ୍ଧିବୁ ଯୁଆଡେ ଯୋଉ ମ୍ୟାଚିଂ ପିନ୍ଧିକି ଯିବୁ ତ ସେଥିପାଇଁ ମୁଁ ବି ଭାବିଲି ମୋ ଗଣେଶ ପୂଜା ପାଇଁ ଆଗକୁ ଯେହେତୁ ସବୁ ସେମ୍ ସେମ୍ ପିନ୍ଧିକି ଯିବେ ତ ସେଥିପାଇଁ ତିନି ଜଣଙ୍କର ସମାନ ସମାନ ଆସିଛି ତିନି ଜଣ ମିଶିକି ପିନ୍ଧିକି ଯିବେ ହେଲା ତାହେଲେ ବା ସାଇଜ ର ଟିକେ ଛୋଟ ବଡ ଅଛି ଗୋଟେ ବହୁତ ବଡ ତାଠୁ ଜଷ୍ଟ ଟିକେ ବଡ ତାଠୁ ଜଷ୍ଟ ନାଇଁ ଗୋଟେ ବହୁତ ବଡ ତାଠୁ ଗୋଟେ ଟିକେ ଛୋଟ ବଡଠୁ ଟିକେ ଛୋଟ ତାପରେ ମାନେ ଗୋଟେ 11 ବର୍ଷ ଗୋଟେ 12 ବର୍ଷ ଗୋଟେ 13 ବର୍ଷ ସେମିତି ବୋଲି ଜଷ୍ଟ ଟିକେ ଟିକେ ଛୋଟ ବଡ ଏମିତି ରହୁଛି ଆଉ ତିନିଟାକୁ ସମାନ ତ ଆଉ କଣ ଦେଖିବା ଯା ତ ଇଏ ହେଲା এটা কোনটা যে আচ্ছা ব্লেজার এটা ওটা ব্লেজারটা ବ୍ଲେଜର ସାରଙ୍କର पूरा खोलिबेନି पूरा खोलिबानी रखिबा पुणी असले पड़ी पड़ এইটা ତାଙ୍କ ପାଇଁ ଗୋଟେ ପ୍ୟାଣ୍ଟ ତାଙ୍କର ଗୋଟେ ଅଫିସିଆଲ ପ୍ୟାଣ୍ଟ ଗୋଟେ ବାସ୍ ଏତିକି ହିଁ ଥିଲା ପକେଟ ଫୁଲ କରି ନେଇଥିବେ ଆସିଲା ବେଳେ ପକେଟ ଫାଙ୍କା ବ୍ୟାଗ ଫୁଲ କରି ନେଇକି ଆସିବେ ତ ଚାଲନ୍ତୁ ଦୋସ୍ତ ଆଜିର ସପିଂ ଲିଷ୍ଟ ଏଇଟ୍ ଏଣ୍ଡ ହେଲା ତ ମୋତେ ଲାଗୁଛି ଯେମିତି ଦରକାର ଜିନିଷ କମ୍ ଆଉ ଅଦରକାର ଜିନିଷ ଅଧିକ ଆସିଛି କାରଣ କ'ଣ ପାଇଁ କୁହ ତ କାରଣ ଏଇଟା ବାବୁଙ୍କ ପାଇଁ ଆସିଛି ତ ସେଥିପାଇଁ ମୋ ପାଇଁ ଆସିଥିଲେ ଥୋଡ଼ି ନା ମୋତେ ଏମିତି ଲାଗିଥାନ୍ତା
चलो आज वीडियो यही रोची जब वीडियो आपको भल लगी था लाइक शेयर सब्सक्राइब करते रही जय जगन्नाथ।